ଅଷ୍ଟାବିଂଶ ଅଧ୍ୟାୟ ଶ୍ରୀ ଜଗନ୍ନାଥଙ୍କ ଉଗ୍ର ନୃସିଂହ ମୂର୍ତ୍ତି ଧାରଣ। ଜୈମିନୀ ଋଷିମାନଙ୍କୁ କହିଲେ, ଭଗବାନ ଦାରୁ ରୂପରେ ନୀଳାଚଳରେ ବିଜେ କରିଛନ୍ତି। ବ୍ରହ୍ମାଙ୍କ ମନ୍ତ୍ରଶକ୍ତିର ପ୍ରଭାବରେ ଜଗନ୍ନାଥ ଉଗ୍ର ନୃସିଂହ ରୂପରେ ପ୍ରକାଶିତ ହେଲେ। ଇନ୍ଦ୍ରଦ୍ୟୁମ୍ନ ଆଦି ସମସ୍ତେ ତାଙ୍କର ଏ ରୂପକୁ ଦର୍ଶନ କଲେ। ପ୍ରଦୀପ୍ତ ତେଜ, ଲହ ଲହ ଜିହ୍ୱା, କାଳାଗ୍ନି ରୁଦ୍ର ସଦୃଶ ଭୟଙ୍କର ମୂର୍ତ୍ତି। ଜଣାଯାଉଥାଏ ସତେ ଯେପରି ବିଶ୍ୱଗ୍ରାସ ନିମନ୍ତେ ଉଦ୍ୟତ। ଅତ୍ୟନ୍ତ ଅଦ୍ଭୁତ ରୂପ। ଚକ୍ଷୁ, କର୍ଣ୍ଣ, ନାସା, ଗ୍ରୀବା, ହସ୍ତ, ପଦ, ଅସଂଖ୍ୟ ବଦନ, ଶରୀର ତେଜ ଏପରି ଲାଗୁଥାଏ ବୋଧହୁଏ ସ୍ୱର୍ଗ ଓ ମର୍ତ୍ତ୍ୟର ମଧ୍ୟବର୍ତ୍ତୀ ସ୍ଥଳରେ ଆଉ ଏକ ସୂର୍ଯ୍ୟମଣ୍ଡଳ ସୃଷ୍ଟି ହୋଇଛି। ସମସ୍ତେ ଭାବିଲେ ପ୍ରଳୟ କାଳ ଉପସ୍ଥିତ ହୋଇଯାଇଛି। ପ୍ରଭୁ ଏପରି ରୂପ ଧାରଣ କଲେ କାହିଁକି ବୋଲି ମନରେ ଉତ୍କଣ୍ଠା ଜାଗ୍ରତ ହେବାରୁ ନାରଦ ବ୍ରହ୍ମାଙ୍କୁ କହିଲେ, ହେ ପିତା, ଜଗତ୍ପତି ଜଗନ୍ନାଥଙ୍କ ଲୀଳା କେବଳ ଆପଣଙ୍କୁ ହିଁ ଜଣା। ଏଣୁ କୃପା କରି ଆମକୁ ସେ ବିଷୟରେ ଜଣାନ୍ତୁ। ନାରଦଙ୍କ କଥା ଶୁଣି ବେଦପତି ତାଙ୍କୁ କହିଲେ, ନୀଳ ପର୍ବତରେ ବ୍ରହ୍ମରୂପୀ ଜଗନ୍ନାଥ ଦାରୁ ଦେହରେ ଅବତୀର୍ଣ୍ଣ କରିଛନ୍ତି। ତତ୍ତ୍ୱଜ୍ଞାନହୀନ ମୂଢ଼ ବ୍ୟକ୍ତିଗଣ ଏକଥା ବିଶ୍ୱାସ କରିବେ ନାହିଁ। ଏଣୁ ପ୍ରଭୁଙ୍କ ମହିମା ଲୋକଙ୍କ ଭିତରେ ପ୍ରକାଶ ନିମନ୍ତେ ବିଚାର କରି ଆମ୍ଭେ ପ୍ରଭୁଙ୍କ ଶରୀରରେ ମନ୍ତ୍ରରାଜ ଅନୁଷ୍ଟୁପର ନ୍ୟାସ କରିବାରୁ ତାଙ୍କର ଏପରି ତେଜ ପ୍ରକାଶିତ ହେଲା। ଏଣୁ ସେ ନୃସିଂହ ରୂପରେ ପ୍ରକାଶିତ ହେଲେ। ପୂର୍ବେ ପ୍ରଭୁ ଏହି ଅନୁଷ୍ଟୁପ ମନ୍ତ୍ର ବଳରେ ନୃସିଂହ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶ୍ୟପର ବକ୍ଷକୁ ନିଜ ନଖରେ ବିଦାରଣ କରିଥିଲେ। ଅସୀମ ତେଜ ବିଷ୍ଣୁଙ୍କର ଏହିପରି ମୂର୍ତ୍ତିଙ୍କର ଆରାଧନା କଲେ ଜୀବଗଣ ମୁକ୍ତି ଲାଭ କରିଥାନ୍ତି। ବ୍ରହ୍ମା କରଯୋଡ଼ି ନୃସିଂହଙ୍କ ସ୍ତୁତି ଆରମ୍ଭ କଲେ। କହିଲେ, ହେ ଅଦ୍ୱିତୀୟ ସିଂହମୂର୍ତ୍ତିଧାରୀ, ଯୋଗୀ ଗଣଙ୍କର ଯୋଗରୂପ ଗୁହାସାୟୀ ଅପ୍ରତିମ ସିଂହ, ଆପଣ ସର୍ବଶ୍ରେଷ୍ଠ ଅଟନ୍ତି। ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ନୀଳାଦ୍ରି ଶୃଙ୍ଗ ବିହାରୀ, ମହାସିଂହଗଣଙ୍କ ମଧ୍ୟରେ ଶ୍ରେଷ୍ଠ ସିଂହ। ଏଣୁ ଆପଣ ନୃସିଂହ ରୂପ ଧାରଣ କରିଛନ୍ତି। ଆପଣ ସିଂହ ସଦୃଶ ହୋଇ ଭକ୍ତକୁ ପରିତ୍ରାଣ କରିଥାନ୍ତି। ହେ ତେଜମୟ ଦିବ୍ୟସିଂହ, ହେ ଚିତ୍ରସିଂହ ମହୋଦୟ, ମୁଁ ଆପଣଙ୍କୁ ନମନ କରୁଛି। ଆପଣ ଭୀଷଣ ଆକୃତିର ହୋଇ ମଧ୍ୟ ଶରଣାଗତର କ୍ଲେଶ ଦୂର କରିଥାନ୍ତି। ଆପଣ ବୀରଗଣଙ୍କ ମଧ୍ୟରେ ବୀରକେଶରୀ ଅଟନ୍ତି। ଦୈତ୍ୟ ପଶୁ ବିନାଶନ ଅର୍ଥେ ଆପଣ ମହାସିଂହ ରୂପ ଧାରଣ କରିଥାନ୍ତି। ଦେବଗଣଙ୍କ ମଧ୍ୟରେ ଅଧିଦେବ ଶେଷ ସିଂହ, ମୁଁ ଆପଣଙ୍କ ଚରଣରେ ପ୍ରଣତି ଜଣାଉଛି। ହେ ଭୀଷଣ ମୂର୍ତ୍ତି, ଆମ୍ଭମାନଙ୍କୁ ରକ୍ଷା କରନ୍ତୁ। ଏହିପରି ସ୍ତୁତି କରି ବ୍ରହ୍ମଦେବ ନୃସିଂହଙ୍କର ଯନ୍ତ୍ର ଅଙ୍କନ କରି ଆଥର୍ବଣ ମନ୍ତ୍ରରେ ପୂଜା କଲେ ଓ ପରେ ପରେ ସେହି ମନ୍ତ୍ରରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦୀକ୍ଷିତ କରାଇଲେ। ସେହି ମନ୍ତ୍ର ଜପ କଲେ ବୈଷ୍ଣବମାନଙ୍କର ନିର୍ବାଣ ହୋଇଥାଏ। ସେହି ମନ୍ତ୍ର ମଧ୍ୟରେ 4 ବେଦ ସ୍ଥାନିତ। ପୂର୍ବରୁ ସ୍ୱୟଂଭୁବ ମନୁ ସେ ମନ୍ତ୍ରରେ ଦୀକ୍ଷିତ ହୋଇ ସୃଷ୍ଟି ବିସ୍ତାରରେ ସମର୍ଥ ହୋଇଥିଲେ। ସେହି ମନ୍ତ୍ରକୁ ଜପ କଲେ ଅଣମାଦି ଅଷ୍ଟୈଶ୍ୱର୍ଯ୍ୟ ଓ ଚତୁର୍ବର୍ଗ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ହୋଇଛି। ସେହି ମନ୍ତ୍ରକୁ ପ୍ରତିଦିନ ଜପ କଲେ କ୍ଷୁଦ୍ର କାମନାମାନ ସିଦ୍ଧ ହୋଇଥାଏ। ବିନା ସାଧନାରେ ସର୍ବଯଜ୍ଞ ଓ ତୀର୍ଥର ଫଳ ପ୍ରାପ୍ତି ହୁଏ। ସିଂହାକୃତି ନୃସିଂହ ଯେପରି ଅଗ୍ନିରେ ତୁଳାକୁ ଧ୍ୱଂସ କଲା ପରି ସମସ୍ତ ପାପରାଶିକୁ ଦହନ କରନ୍ତି, ଠିକ୍ ସେହିପରି ଏହି ଆର୍ଥବଣ ମନ୍ତ୍ର ଜପ କଲେ ସମସ୍ତ ପାପରାଶି ନଷ୍ଟ ହୋଇଯାଏ। ଏହି ମନ୍ତ୍ରକୁ ଜପ କରି ମୁନିଗଣ ଭବ ବନ୍ଧନରୁ ମୁକ୍ତି ପାଇଥାନ୍ତି। ଏହି ମନ୍ତ୍ର ଉଚ୍ଚାରଣରେ ସମସ୍ତ ଦୁଷ୍ଟଗ୍ରହ, ଅପସ୍ମାର ଡାକିନୀ, ରାକ୍ଷସ, ପିଶାଚ, ଭୂତ, ପ୍ରେତ ଆଦି ସେହି ସ୍ଥାନ ଛାଡ଼ି ଦୂରକୁ ପଳାୟନ କରନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ଆଥର୍ବଣ ମନ୍ତ୍ରରେ ଦୀକ୍ଷିତ ହେବା ମାତ୍ରକେ ପ୍ରଭୁ ନୃସିଂହ ଉଗ୍ର ମୂର୍ତ୍ତି ତ୍ୟାଗ କରି ଶାନ୍ତ ଓ ପ୍ରସନ୍ନ ହୋଇ ସିଂହାସନରେ ବିରାଜମାନ କଲେ। ସେତେବେଳେ ମା ଲକ୍ଷ୍ମୀ ତାଙ୍କ ବକ୍ଷସ୍ଥଳରେ ବିରାଜମାନ କରୁଥାନ୍ତି। ନୟନ ଯୁଗଳ ଚନ୍ଦ୍ର ଓ ସୂର୍ଯ୍ୟ ଭଳି ସ୍ୱଚ୍ଛ ଦେଖାଯାଉଥାଏ। ବେନି ହସ୍ତରେ ଚକ୍ର ଓ ଧନୁ ଧାରଣ କରିଥାନ୍ତି। ଅନ୍ୟ 2 ହସ୍ତ ଜାନୁ ଉପରେ ରହିଥାଏ। 32 ପାଖୁଡ଼ା ବିଶିଷ୍ଟ ପଦ୍ମରେ ଓମ୍କାର ସ୍ୱରୂପ କେଶର। ତା ଉପରେ ପ୍ରଭୁ ସୁଖାସନରେ ବସି ମା ଲକ୍ଷ୍ମୀଙ୍କ ମୁଖକୁ ଚାହିଁ ମନ୍ଦ ମନ୍ଦ ହସୁଥାନ୍ତି। ଦେହରେ ଦିବ୍ୟ ଅଳଙ୍କାର। ପ୍ରଭୁଙ୍କ ମୁଖପଦ୍ମ ସଟାମଣ୍ଡିତ। ଜଣାଯାଉଥାଏ ଯେପରି ପ୍ରଭୁ ଯୋଗ ମାର୍ଗରେ ଅଧିଷ୍ଠିତ ହୋଇଛନ୍ତି। ପ୍ରଭୁଙ୍କ ପଛ ପାଖରେ ବଳଭଦ୍ର ସହସ୍ର ଫଣା ବିସ୍ତାରି ରହିଛନ୍ତି। ତାଙ୍କ ହସ୍ତରେ ହଳ ଓ ଲଙ୍ଗଳ। ପ୍ରଭୁଙ୍କ ଏପରି ରୂପ ଦର୍ଶନ କରି ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍ଫୁଲ୍ଲିତ ହୋଇ ବ୍ରହ୍ମାଙ୍କୁ ପଚାରିଲେ, ହେ ପିତାମହ, ପ୍ରଭୁ ଜଗନ୍ନାଥଙ୍କ ଏ ଅଦ୍ଭୁତ ଲୀଳା ଆମେ ମନୁଷ୍ୟ ହୋଇ କିପରି ବା ବୁଝିବା? ଆପଣ ରଥରୁ ଦାରୁମୟ ଚତୁର୍ଥ ମୂର୍ତ୍ତିକୁ ମନ୍ଦିର ଭିତରକୁ ଆଣି ସ୍ଥାପନା କଲେ।
ଯଜ୍ଞ ଶେଷରେ ସେ କାହିଁକି ଏପରି ଭୀଷଣ ମୂର୍ତ୍ତି ଧାରଣ କରି ଆମ ସମ୍ମୁଖରେ ଉଭା ହେଲେ? ପୂର୍ବରୁ ଦୈବବାଣୀ ହୋଇଥିଲା ଯେ ପ୍ରଭୁ ଚତୁର୍ଦ୍ଧ ମୂର୍ତ୍ତି ହୋଇ ପ୍ରକାଶିତ ହେବେ, ମାତ୍ର ଏବେ କେବଳ ଏକ ମୂର୍ତ୍ତି ଦେଖାଯାଉଛନ୍ତି। ଏହାର ରହସ୍ୟ କ'ଣ? ଯଦି ସେ ବିଷୟ ଜାଣିବା ନିମନ୍ତେ ମୁଁ ସକ୍ଷମ, ତେବେ ଆପଣ କୃପା କରି ମୋ ସଂଶୟ ଦୂର କରନ୍ତୁ। ଏହା ପ୍ରଭୁଙ୍କ ମାୟା ନା ଏହା ଭିତରେ ଆଉ କିଛି ଗୂଢ଼ ରହସ୍ୟ ରହିଛି, ତାହା ବୁଝାଇ ଦିଅନ୍ତୁ। ପିତାମହ ଇନ୍ଦ୍ରଦ୍ୟୁମ୍ନଙ୍କ କଥା ଶୁଣି ତାଙ୍କୁ ବୁଝାଇ କହିଲେ, ହେ ବତ୍ସ, ବିଷ୍ଣୁଙ୍କର ନୃସିଂହାକୃତି ଆଦିମୂର୍ତ୍ତି ଆମ୍ଭମାନଙ୍କ ପ୍ରତି ସଦୟ ହୋଇ ଏହି ସିଂହାସନ ଉପରେ ବିରାଜମାନ କରିଛନ୍ତି। ହେ ରାଜା, ଏହି ମୂର୍ତ୍ତି ଯେ କେବଳ କାଷ୍ଠ, ଏକଥା କେବେ ହେଲେ ମନରେ ଭାବିବ ନାହିଁ। ଏ ମୂର୍ତ୍ତି ଯେ କେବଳ ପ୍ରତିମା, ଏକଥା ମଧ୍ୟ କେବେ ହେଲେ ମନକୁ ଆଣିବ ନାହିଁ। ଏହା ଫଳରେ ତୁମର ସକଳ ଦୁଃଖ ଦୂର ହେବ। ଏହି ମୂର୍ତ୍ତି ଯେ ପରଂବ୍ରହ୍ମାକୃତି ଏବଂ ଅଖଣ୍ଡ ଆନନ୍ଦ ପ୍ରଦାନ ନିମନ୍ତେ ଆବିର୍ଭୂତ ହୋଇଛନ୍ତି, ଏକଥା ମନ ମଧ୍ୟରେ ଚିନ୍ତା କରିବ। ମନୀଷୀଗଣଙ୍କ ବିଚାରରେ ଚାରି ବେଦର ସାରସ୍ୱତ ବ୍ରହ୍ମରୂପୀ ନାରାୟଣ ଦାରବ ତନୁରେ ପ୍ରତିଷ୍ଠିତ ହୋଇଛନ୍ତି ବୋଲି ପ୍ରମାଣିତ ହୋଇଗଲା। କେବଳ ସେହି ହିଁ ଏକମାତ୍ର ଜଗତର କର୍ତ୍ତା। ତାଙ୍କ ଭିନ୍ନ ଅନ୍ୟ କେହି ସୃଷ୍ଟିକର୍ତ୍ତା ନାହାନ୍ତି। ସେ ନିଜେ ନିଜକୁ ସୃଷ୍ଟି କରିଛନ୍ତି। ଶବ୍ଦ ବ୍ରହ୍ମ ଓ ପରଂବ୍ରହ୍ମ ଭିତରେ କୌଣସି ପାର୍ଥକ୍ୟ ନାହିଁ। ପ୍ରଳୟ